ବୌଦ୍ଧରେ ଭୟଙ୍କର ବାଣ ବିସ୍ଫୋରଣ, 2 ଜଣ ମୃତ, 10ରୁ ଉର୍ଦ୍ଧ୍ୱ ଆହତ। ପୁରୁଣାକଟକ ନିକଟସ୍ଥ ଜିଆକଟା ଗାଁର ଏକ ବେଆଇନ ଗୋଦାମରେ ଲାଗିଗଲା ନିଆଁ। ଭୟଙ୍କର ବିସ୍ଫୋରଣରେ ଥରିଲା ଗାଁ, ଗଡ଼ିଲା 2 ମୁଣ୍ଡ। ବାଣ ବିସ୍ଫୋରଣରେ ଥରିଲା ଗାଁ। ବେଆଇନ ବାଣ ଗୋଦାମରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ। ଏଥିରେ 2 ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ 10ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ଏଭଳି ଏକ ଅଘଟଣ ଘଟିଛି ବୌଦ୍ଧ ଜିଲ୍ଲାର ପୁରୁଣାକଟକ ନିକଟସ୍ଥ ଜିଆକଟା ଗାଁରେ। ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଆଜି ରବିବାର ଅପରାହ୍ନରେ ପୁରୁଣାକଟକ ନିକଟସ୍ଥ ଜିଆକଟା ଗାଁରେ ଥିବା ଏକ ବେଆଇନ ବାଣ ଗୋଦାମରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ସେଠାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ 2 ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ 10ରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ତେବେ ମୃତକ 2 ଜଣ ହେଲେ ଜିଆକଟା ଗାଁର ଭଗବାନ ବେହେରା ଓ ଲକ୍ଷ୍ମୀଧର ବେହେରା ବୋଲି ଜଣାପଡ଼ିଛି। ଏହି ବିସ୍ଫୋରଣଟି ଏତେ ଭୟଙ୍କର ଥିଲା ଯେ କେହି କିଛି ବୁଝିବା ପୂର୍ବରୁ ଗାଁରେ ହଇଚଇ ସୃଷ୍ଟି ହୋଇଯାଇଥିଲା। ଆହତଙ୍କୁ ଫୁଲବାଣୀ ଏବଂ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ଥିବାବେଳେ ଆବଶ୍ୟକ ପଡ଼ିଲେ ଅନ୍ୟତ୍ର ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯିବ। ବୌଦ୍ଧରୁ ବାସୁଦେବ ସାଣ୍ଟଙ୍କ ରିପୋର୍ଟ, ONI।